तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ज्ञान 56 प्रभु श्री अरविंद लिखुଛନ୍ତି हे अत्युत्साही तार्किक ଯେତେବେଳେ ତୁମେ କୌଣସି ତର୍କରେ ବିଜୟ ଲାଭ କରିଛ ସେତେବେଳେ ତୁମେ ପ୍ରକୃତରେ ଅତିଶୟ ଦୟନୀୟ ହୋଇପଡ଼ିଛ କାରଣ ଏହା ଦ୍ୱାରା ତୁମେ ଆପଣାର ଜ୍ଞାନକୁ ପ୍ରସାରିତ କରିବାର ଏକ ସୁଯୋଗକୁ ହରାଇ ବସିଛ। କହୁଛନ୍ତି ହେ ଅତ୍ୟୁତ୍ସାହୀ ତାର୍କିକ ଯେତେବେଳେ ତୁମେ କୌଣସି ତର୍କରେ ବିଜୟ ଲାଭ କରିଛ ସେତେବେଳେ ତୁମେ ପ୍ରକୃତରେ ଅତିଶୟ ଦୟନୀୟ ହୋଇପଡ଼ିଛ କାରଣ ଏହା ଦ୍ୱାରା ତୁମେ ଆପଣାର ଜ୍ଞାନକୁ ପ୍ରସାରିତ କରିବାର ଏକ ସୁଯୋଗକୁ ହରାଇ ବସିଛ। ଯେଉଁମାନେ ଯେତେବେଳେ ତର୍କର ସାହାଯ୍ୟ ନିଅନ୍ତି ବା ଯେଉଁମାନେ ତର୍କକୁ ହିଁ ତାଙ୍କର ଅସ୍ତ୍ର ରୂପେ ବ୍ୟବହାର କରନ୍ତି ତାର୍କିକ ମାନେ ସେମାନେ ତର୍କ ଭିତରେ ଏତେ ବୁଡ଼ି ଯାଇଥାନ୍ତି ଯେ ତର୍କ ବ୍ୟତିରେକ ଅନ୍ୟ जो उच्चतर शक्ति उच्चतर सामर्थ्य ता सहित तांकर संयुक्तता कटि जाए। कहीं कटि जाए कारण होची से तर्क भितर एते बुड़ी जाती सीए जेतिकी तांकर अनुभवगत ज्ञान तथ्य संग्रह युक्त ज्ञान उपलब्धि युक्त ज्ञान जो अर्जन करि थांती से ताकू ही सर्वस्व करी युक्ति तर्क करे ताकू ही सर्वस्व करी युक्ति तर्क करे तेणु तार परिणाम कौन हुए जेते बेले जने एटी तार्किक कथा सेतिपय कहउची सेतिपय युक्ति करिवार दुई प्रकार बाट रही गोटे होची जिज्ञासुपूर्ण भावरे जानिबार अधिक जानिबार आग्रह प्रकाश करी प्रश्न करिबा एवं केतेबेले कौनसी एक कथा को युक्ति करिबा जिज्ञासा भाव रखी अनुसंधिष्ठु भाव रखी अधिक रु अधिक अग्रगति करिवार अभिप्सा रखी जने जेतले प्रश्न करे बा जने युक्ति करे सेतबेले ताकू से कौन करे ताकू अधिक को अधिक आगे नबार साहाय्य करे किंतु जने जेत तार्किक अवस्था को चली जाए सेतबेले से कहे मु जो युक्ति बा मु जो तर्क देखौछि ता ही सत्य। एठी आमे तार्किक को गोटे दृष्टि आमे देखुचंती जो माने कि तांकर संकीर्ण ज्ञान संकीर्ण अनुभव सीमित ज्ञान को से माने तांकर श्रेष्ठ ज्ञान सर्वोच्च ज्ञान सर्वश्रेष्ठ शक्तिर अधिकारी बोली से माने माने करत से बड़ी भाव में आमे जदि आउ गोटे दृष्टिकोण देखिबा केते जण व्यक्ति थांती जो माने ये ज्ञान भी न थाए तांकर पुस्तकगत ज्ञान नहीं तथ्यगत ज्ञान नहीं अनुभवगत ज्ञान नहीं जो जेतिकी ज्ञान बाहर रही ताकू ही से माने सर्वस्व मन करी निज को प्रतिष्ठित करने को जानती
ଆମେ ସେମାନଙ୍କୁ ଅହଂର ବଶବର୍ତ୍ତୀ ବୋଲି ହେଇ ରହିଛନ୍ତି ବୋଲି ଭାବି ନଥାଉ। ଆମେ କେବଳ ଭାବୁ ଯୋଉମାନେ ପାଠ ପଢିକି ଜ୍ଞାନ ଅର୍ଜନ କରି ନିଜକୁ ପ୍ରତିଷ୍ଠିତ କରୁଛନ୍ତି, ହଁ ଏଇଟା ଠିକ ଯୁକ୍ତି କରୁଛନ୍ତି, ସେଇମାନେ ହଉଛନ୍ତି ଅହଂର ବେଶୀ ଅହଂକାରୀ ଗୁଡାକ। ଆମେ ସେଇମାନଙ୍କୁ କହୁଛୁ ଭାରି ଅହଂକାରୀ ଗୁଡାକ, କିନ୍ତୁ ଏମାନେ ମଧ୍ୟ ଅହଂକାରୀ, ଯୋଉମାନେ ଏସବୁର ଅଧିକାରୀ ନୁହନ୍ତି କିନ୍ତୁ ନିଜକୁ ସବୁବେଳେ ପ୍ରତିପାଦିତ କରିବାକୁ ଚେଷ୍ଟା କରନ୍ତି। ଯେମିତି ଏବେ ଗୋଟେ ଛୋଟିଆ କଥାଟେ, ଜଣେ ଜଣକୁ କହୁଛନ୍ତି ଯାହା ହଉ ଏଇ ପିଲାଟିକୁ ଯୋଉ ତାଙ୍କର କୋଚ୍ ଯିଏ ଦେଇଛନ୍ତି କୋଚିଂ, ତେଣୁ ବହୁତ ଆଗେଇ ଗଲାଣି। ସାଙ୍ଗେ ସାଙ୍ଗେ ଆଉ ଜଣେ କହୁଛନ୍ତି ହଁ ତାକୁ ଆଣିଥିଲା କିଏ? ଇଏ ଯୋଉ ଇଏ ମଧ୍ୟ ଯୋଉ ଅହଂର ପରିପ୍ରକାଶ, ସେ ମଧ୍ୟ ଅହଂକାରୀ। ତେଣୁ ଏଇ ଦୁଇଟା ଯାକ କାଟାଗୋରୀର ଲୋକ ସେତେବେଳେ ସେମାନେ ତାଙ୍କର ଯୋଉ ତର୍କକୁ ବ୍ୟବହାର କରି ସେମାନେ ଶ୍ରେୟ ମନେ କରନ୍ତି। ପ୍ରଭୁ ଲେଖୁଛନ୍ତି ଏଠି, ପ୍ରକୃତରେ ସେମାନେ କେତେ ଦୟନୀୟ ହେଇ ପଡନ୍ତି। କାହିଁକି ଦୟନୀୟ ହେଇ ପଡନ୍ତି? କାହିଁକି ନା ସେମାନେ ତାଙ୍କର ଜ୍ଞାନକୁ ପ୍ରସାରିତ କରିବାର ସୁଯୋଗକୁ ହରାଇ ବସନ୍ତି। ଯୁକ୍ତି ତର୍କ କରି ନିଜକୁ ସାବ୍ୟସ୍ତ କରନ୍ତି, ତେଣୁ ଅନ୍ୟ ଗୁଡାକ ଗ୍ରହଣ କରିକି କରିବେ। ତେଣୁ ମାଙ୍କୁ ପ୍ରଶ୍ନ କରାଯାଉଛି, ଏଇ ସବୁ ଆଲୋଚନାର ପ୍ରକୃତର ଆବଶ୍ୟକତା କଣ? ଜଣେ ବ୍ୟକ୍ତି ନିଜେ ଯାହାକୁ ସତ୍ୟ ବୋଲି ଅନୁଭବ କରୁଛି, ତାକୁ ସିଏ କିପରି ସର୍ବୋତ୍ତମ ଭାବରେ ଅନ୍ୟ ଲୋକମାନଙ୍କୁ ମଧ୍ୟ ବୁଝେଇ ଦେଇପାରିବ? କିପରି ବୁଝେଇ ଦବ? ତେଣୁ ସେ ତର୍କର ସାହାଯ୍ୟ ନବ। ତାଙ୍କ କହିବା କଥା ହଉଛି, ମା କହୁଛନ୍ତି ଯେଉଁମାନେ ତର୍କ ଓ ଆଲୋଚନା କରିବାକୁ ଭଲ ପାଆନ୍ତି, ସେମାନେ ସାଧାରଣତଃ ଆପଣଙ୍କର ବିଚାର ଗୁଡିକର ଅଧିକ ସ୍ପଷ୍ଟତା ଲାଭ କରିବା ସକାଶେ ସେହି ବିଚାରର ଆଉ କେହି ବିରୋଧ କରିବା ଦ୍ୱାରା ଉପୁଜୁଥିବା ଉତ୍ତେଜକଟିକୁ ଆବଶ୍ୟକ କରୁଥାନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହାକୁ କେବଳ ଏକ ପ୍ରାରମ୍ଭିକ ବୌଦ୍ଧିକ ସ୍ତର ବୋଲି କୁହାଯିବ। ଜଣେ ଯେତେବେଳେ ତର୍କ ଆଲୋଚନା କରୁଛି, ଆମେ ଯେମିତି କଥା ହଉଥିଲେ ଜିଜ୍ଞାସା ଭାବ ରଖୁଛି, ତାହା ଠିକ ଅଛି, କିନ୍ତୁ ତାପରେ କଣ? ମାତ୍ର ଯଦି ତମେ ଜଣେ ନିରପେକ୍ଷ ଦର୍ଶକ ରୂପେ କୌଣସି ଆଲୋଚନାରେ ଯୋଗ ଦେଇପାରିବ, ଏପରିକି ଯେତେବେଳେ ତୁମେ ନିଜେ ସେଥିରେ ଭାଗ ନେଉଥିବ ଏବଂ ଯେତେବେଳେ ଆଲୋଚନାର ଅନ୍ୟ ବ୍ୟକ୍ତି ଜଣକ ତୁମକୁ ଉଦ୍ଦେଶ୍ୟ କରି କହୁଥିବ, କୌଣସି ପ୍ରଶ୍ନ ଅଥବା ସମସ୍ୟାକୁ ଏକାଧିକ ଦୃଷ୍ଟିକୋଣରୁ ବିଚାର କରିବା ଲାଗି ମିଳୁଥିବା ଏହି ସୁଯୋଗରୁ ତୁମେ ସର୍ବଦା ଲାଭବାନ ହୋଇପାରିବ ଏବଂ ବିରୁଦ୍ଧ ମତ ଗୁଡିକୁ ଏକତ୍ର ସନ୍ତୁଳିତ କରି ରଖିବାକୁ ଚେଷ୍ଟା କରିବା ଦ୍ୱାରା ତୁମେ ଆପଣାର ବିଚାରଟିକୁ ଅଧିକ ପ୍ରଶସ୍ତ କରିଦେଇ ପାରିବ ଏବଂ ନିଜକୁ ଗୋଟିଏ ଅଧିକ ପ୍ରସାର ଯୁକ୍ତ ସମନ୍ୱୟ ସ୍ତରକୁ ଉତ୍ତୋଳିତ କରିନେଇ ପାରିବ। ଯଦି ତୁମ ଭିତରେ ଗ୍ରହଣଶୀଳତା ଥିବ, ତୁମେ ଆଲୋଚନା କରିବା ଭିତରେ ଯଦି ଆଲୋଚନାରେ କରୁଛ, ତାହେଲେ କଣ ହଉଛି ନା ସମସ୍ତଙ୍କ ମତ, ସମସ୍ତଙ୍କର ଦୃଷ୍ଟିକୋଣ ଏସବୁକୁ ଗ୍ରହଣ କରି ଏକ ସନ୍ତୁଳିତ ଗୋଟେ ପ୍ରସାର ଯୁକ୍ତ ଅଧିକ ନିଜକୁ ପ୍ରଶସ୍ତ କରିପାରିବାର ଏକ ସାମର୍ଥ୍ୟକୁ ତୁମେ ଅର୍ଜନ କରିପାରିବ। କାହିଁକିନା ସେଠି ତୁମେ ଦେଖିବ, ମୁଁ ଯାହା ପ୍ରକୃତରେ ସତ ବୋଲି ଅନୁଭବ କରୁଛି, ତାହାକୁ ଅନ୍ୟମାନଙ୍କ ପାଖରେ ପ୍ରମାଣିତ କରିଦେବାର ସର୍ବୋତ୍ତମ ଉପାୟ ହେଲା, ଏଠି ସେ କହିଲେ ନା ଯେ ସେ ଆଉ କେମିତି ବୁଝେଇବ? ଯୁକ୍ତି କରିକି, ତର୍କ କରିକିରି। ମା କହୁଛନ୍ତି ନାହିଁ, ସର୍ବୋତ୍ତମ ଉପାୟ ହଉଛି ତୁମେ ଯୋଉଟାକୁ ସତ୍ୟ ବୋଲି ଅନୁଭବ କରିଛ, ତମେ ଯୁକ୍ତି ଦ୍ୱାରା ବା ତର୍କ ଦ୍ୱାରା ବୁଝେଇବାକୁ ଚେଷ୍ଟା ନ କରି ସର୍ବୋତ୍ତମ ଉପାୟ ହେଲା ଯେ ମୁଁ ସେଇ କଥାଟିକୁ ଜୀବନରେ ବଞ୍ଚି ପାରୁଥିବି, ଏହା ବ୍ୟତୀତ ଆଉ ଅନ୍ୟ ବାଟ କିଛି ନାହିଁ। ତୁମେ ତର୍କ ଦ୍ୱାରା କେବେ କାହାକୁ ବୁଝାଇ ପାରିବ ନାହିଁ। ତୁମେ ଯଦି ସେଇଥିରେ ବଞ୍ଚିବ, ତାହେଲେ ସେଇଟା ହଉଛି ସର୍ବୋତ୍ତମ ଉପାୟ। କୌଣସି ଯୁକ୍ତି ତର୍କରେ ବିଜୟ ହାସଲ କରିବା ଦ୍ୱାରା ଆମେ ନିଜ ଜ୍ଞାନକୁ ପ୍ରସାରିତ କରିବାର ଏକ ସୁଯୋଗ ହରାଇଥାଉ ବୋଲି କିପରି କୁହାଯିବ? ମା କହୁଛନ୍ତି ତର୍କଗତ ଆଲୋଚନା ସର୍ବଦା ନାନା ମତର ଏକ ଦ୍ୱନ୍ଦ୍ୱରେ ହିଁ ପର୍ଯ୍ୟବେସିତ ହୋଇଯାଇଥାଏ। ଯେତେବେଳେ ତର୍କ କରନ୍ତି, ପରସ୍ପର ଭିତରେ ଦ୍ୱନ୍ଦ୍ୱ ହୁଏ, ଗୋଟିଏ ମତ ଅନ୍ୟ ଏକ ମତକୁ ବିରୋଧ କରେ। ତେଣୁ ମତ ଗୁଡିକୁ ପ୍ରକୃତରେ ଯଥାର୍ଥ ସତ୍ୟର କେବଳ ଗୋଟିଏ ଗୋଟିଏ ଅତ୍ୟନ୍ତ ଖଣ୍ଡିତ ହୋଇ ରହିଥିବା ବିଭାବ ବ୍ୟତୀତ ଆଉ କିଛି ହେଲେ କୁହାଯିବ ନାହିଁ। ତେଣୁ ସତ୍ୟକୁ ଖଣ୍ଡ ଖଣ୍ଡ କରି ଯେମିତି ପରିପ୍ରକାଶ କରୁଛି, ସେଇଟା ହଉଛି ଏଇ ତର୍କରେ ଏମିତି ହୁଏ।
कौन सी निर्दिष्ट विषय जेते गोटे मत प्रकाश पाई से सब गुड़ी को तुम एकाठी करी सेगुड़िक मध्य एक समन्वय स्थापन करने लगी समर्थ हेउथिले मध्य तद्वारा तुमको यथार्थ सत्यर केवल अत्यंत अपूर्ण अभिव्यक्ति और व्याख्या व्यतीत आउ अधिक किछि हेले मिलिबो नाही। देखंतु आमे एटा से जो हाथीर एग्जांपल कि आमे तो समस्त शुणी ଯେ ହାତୀର ଗୋଡଟି ଖୁମ୍ବ ଭଳି କାନଟି ଫୁଲା ଭଳି ଦଉଡି ଲାଞ୍ଜଟି ଦଉଡି ଭଳି ପିଠିଟି କାନ୍ଥ ଭଳି କିନ୍ତୁ ଏ ସବୁ ଜିନିଷକୁ ଆମେ ଯଦି ଏକାଠି କରି ଏସବୁ ଜିନିଷକୁ ଆମେ ଏକାଠି କରି ସମନ୍ୱୟ କରିବା ତେବେ ହାତୀଟି ହବ ନାହିଁ। ଏକାଠି କରିଦେଲେ ହବ ନାହିଁ। ସେଇଭଳି ଭାବରେ ଯଦି ଆଉ ଗୋଟେ କଥା ଦେଖିବେ ଯେ ଗାଈ ଯେତେବେଳେ କ୍ଷୀର ଦଉଛି ଘାସ ଖାଉଛନ୍ତି ଚୋକଡ଼ ଖାଉଛନ୍ତି ସବୁ କିଛି ଯାହା ତାଙ୍କର ଖାଦ୍ୟ ଖାଇସାରିଲା ପରେ କ୍ଷୀର ଦଉଛନ୍ତି। ଆପଣ ଘାସ ଚୋକଡ଼ ଦାନା ସର୍ବଶ୍ରେଷ୍ଠ ଘାସ ସର୍ବଶ୍ରେଷ୍ଠ ଦାନା ଆଣିକିରି ତାକୁ ଯେତେ ମନ୍ଥିଲେ କ୍ଷୀର ବାହାରିବ ନାହିଁ। ଯେତେ ମନ୍ଥିଲେ କ୍ଷୀର ବାହାରିବ। ଭଗବାନଙ୍କର ପରିପ୍ରକାଶର ଏକ ଯେଉଁ ମାଧ୍ୟମ ରହିଛି ସେଇ ମାଧ୍ୟମରେ ତାହା ପରିପ୍ରକାଶ ହୁଏ। ତେଣୁ ଚେତନାର ସେଇ ସ୍ତରକୁ ନ ଗଲେ ତୁମେ ସେଇଭଳି ଭାବରେ ପରିପ୍ରକାଶ କରିପାରିବ ନାହିଁ। ତୁମେ ଅନେକ ତର୍କ କରି ଯୁକ୍ତି କରି ଅନେକ ମତ ଉପସ୍ଥାପନ କରି ତାକୁ ସମନ୍ୱୟ କରିଦେଲେ ଯେ ତୁମେ ସତ୍ୟକୁ ପରିପ୍ରକାଶ କରିବ ଏ ଏକ ଭୁଲ ଧାରଣା। ତୁମେ ସତ୍ୟକୁ ଖଣ୍ଡିତ ଭାବରେ ପରିପ୍ରକାଶ କରୁଛ ତାକୁ ଏକାଠି କରିଦେଲେ ଯେ ପୂର୍ଣ୍ଣ ସତ୍ୟ ହେଇଯିବ ଏ ଧାରଣା ଭୁଲ। କାହିଁକି ନା ପୂର୍ଣ୍ଣ ଅଭିବ୍ୟକ୍ତି ଆଠାରୁ ଆହୁରି ଉର୍ଦ୍ଧ୍ୱରେ ଏବଂ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ତେଣୁ ଲେଖୁଛନ୍ତି ସବୁ ଗୁଡିକୁ ତୁମେ ଏକାଠି କରି ସେଗୁଡିକ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ କରିବା ଲାଗି ସମର୍ଥ ହେଉଥିଲେ ମଧ୍ୟ ତଦ୍ୱାରା ତୁମକୁ ଯଥାର୍ଥ ସତ୍ୟର କେବଳ ଅତ୍ୟନ୍ତ ଅପୂର୍ଣ୍ଣ ଅଭିବ୍ୟକ୍ତି ଓ ବ୍ୟାଖ୍ୟା ବ୍ୟତୀତ ଆଉ ଅଧିକ ହେଲେ କିଛି ମିଳିବ ନାହିଁ। ଯଦି କୌଣସି ତର୍କ ଆଲୋଚନାରେ ତୁମେ ଜୟଲାଭ କରିଛ ତେବେ ତାହାର ଅର୍ଥ ହେଉଛି ଯେ ଅନ୍ୟ ଜଣଙ୍କର ମତ ତୁଳନାରେ ତୁମର ମତଟି ଅଧିକ ପ୍ରଭାବଶାଳୀ ବୋଲି ସାବ୍ୟସ୍ତ ହୋଇଛି। ତର୍କରେ ସାଧାରଣତଃ ଏହା ହୁଏ। ତାହାର କଦାପି ଏପରି ଅର୍ଥ ହେବ ନାହିଁ ଯେ ତୁମର ମତ ସେଇ ଅନ୍ୟ ବ୍ୟକ୍ତିର ମତ ଠାରୁ ଅଧିକ ସତ୍ୟ। ହଁ ତୁମେ ପ୍ରଭାବ ବିସ୍ତାର କରିଦେଲ କିନ୍ତୁ ତା ଅର୍ଥ ନୁହଁ ଯେ ତୁମ ମତଟି ଅଧିକ ସତ୍ୟ ବୋଲି। ପ୍ରକୃତ କଥା ହେଉଛି ତୁମେ ହୁଏତ ଅଧିକ କୁଶଳତା ସହିତ ତୁମର ଯୁକ୍ତି ଗୁଡିକୁ ଉପସ୍ଥାପିତ କରିପାରିଲ ଅଥବା ଜଣେ ତର୍କକାରୀ ହିସାବରେ ତୁମର ଅଧିକ ଶକ୍ତି ଓ ଦକ୍ଷତା ରହିଥିଲା ଏବଂ ତୁମେ ଏହି ପ୍ରତ୍ୟୟ ନେଇ ଆଲୋଚନାରୁ ବାହାରକୁ ଆସିଲ ଯେ ତୁମେ ଯୁକ୍ତି ଦେଇ ଯାହା ସବୁ ପ୍ରତିଷ୍ଠା କରିଛ ସେଗୁଡିକ ପ୍ରକୃତରେ ଠିକ ଅର୍ଥାତ୍ ତୁମେ ତୁମର ନିଜ ଦୃଷ୍ଟିକୋଣ ବ୍ୟତୀତ ଆଲୋଚିତ ପ୍ରଶ୍ନଟିରେ ଯେଉଁ ଅନ୍ୟ ଦୃଷ୍ଟିକୋଣଟି ନିହିତ ହୋଇ ରହିଥିଲା ତୁମେ ତାହାକୁ ସମ୍ୟକ ଭାବରେ ଅନାଇ ଦେଖିବାର ଗୋଟେ ସୁଯୋଗ ହରାଇଲ। ସତ୍ୟର ଯେଉଁ ବିଭାବଟି ଅଥବା ବିଭାବ ଗୁଡିକ ଆଗରୁ ତୁମ ପାଖରେ ଥିଲା ସେଥିରେ ଆଉ ଗୋଟିଏ ଅଧିକ ବିଭାବ ଆଣି ଯୁକ୍ତ କରିବାର ଏକ ସୁଯୋଗ ହରାଇ ବସିଲା। ତୁମ ପାଖରେ ଗୋଟେ ବିଭାବ ଥିଲା କିନ୍ତୁ ଅନ୍ୟମାନଙ୍କର କଥାକୁ ତୁମେ ଯେତେବେଳେ ଗ୍ରହଣ କଲ ନାହିଁ ବା ଶୁଣିଲ ନାହିଁ ବା ତାକୁ କଣ ଭୁଲ ବୋଲି ପ୍ରମାଣିତ କଲ ତେବେ ତୁମେ କଣ ହେଲ ନା ଗୋଟେ ହରେଇ ବସିଲ। ଅର୍ଥାତ୍ ତୁମେ ନିଜ ଭାବନାଟିର ଭିତରେ ହିଁ ବନ୍ଦୀ ହୋଇ ରହିଲ ଏବଂ ତାହାକୁ ଅଧିକ ପ୍ରସାରିତ କରିବା ସକାଶେ ସମ୍ମତ ହେଲ ନା। ମା ମା Thank you all, Aravar.